ଏଠି ଭୁବନ ଗାଁରେ ଚାଳି ଘର ବଖରେ ଆମେ 5-6 ଜଣ ଚଳି ପାଇଲୁନି। ଘର କଲି ସବୁ କଲି। ମୁଁ ଯେତେବେଳେ ପୁଅକୁ କହିଲି ବାହାର କରିବି ବୈଦ୍ୟୁତି ସେ ଘରେ ରହିବୁ ବୋଲି ଆମକୁ ତତଲା ପାଣି ଛାଟିକି ବାଡେଉଛି। କାହାକୁ ବାହା କହୁଛି କରେଇ ଦେବିନି, ମୁଁ ଏକୁଟିଆ ରହିବି। 5 ଟଙ୍କା ପଇସା ଦେଇନି, ନେଇ କିଛି ନାହିଁ। ପୁଅକୁ ପାଠ ପଢେଇଲେ, ଝିଅକୁ ପାଠ ପଢେଇଲେ, ସବୁଠିକି ଦେଲେ। ଏଟା କକରମାଣ୍ଡା ଏନିଆ କରିମିଆ ଦେଖେଇ ହଉଛି। ଘର ଦେବିନି, ବୋପା ମାକୁ ବାଡଉଛି। ମତେ ତତଲା ପାଣି ଛାଟି ଦେଲା କୋଠା ଉପରେ ଚଢିକି ନଦିନୀର ରନକର। ଆଉ ସେ ଘରେ ପୁରେଇ ଦେଲାନି। ଆମେ ମଝି ଦାଣ୍ଡରେ ତତଲା ପାଣି କୋଠା ଉପରେ ଚଢିକି ଢାଳିଛି। ତା ଘର ଦୁଆରକୁ ନ ଯାଇକି କଲୁ ଯେ କାହିଁ ସାରେ ସେନିଆ ତାକୁ ପୁରଉଛି ବାହାର କରୁଛି, ପୁରଉଛି ବାହାର କରୁଛି। ଜେସିବି ଆଉ କାହିଁ ଆମ କଥା ଟିକେ ଝିଡ଼ୁନାହାନ୍ତି। ଆମେ 15 ଦିନ ହେଲା କାଲୁବାଲୁ ହେଇସାରିଲୁଣୁ। ଖାଇନୁ ପିଇନୁ। ଏଠି ମେଡିକାଲରେ ଚମଡ଼ା ଉତୁରି ଯାଇଛି ମୋର। ଆଉ କଣ ତମେ ବୁଝିବ ବୁଝ। ଆଉ କଣ କହିବି? ମୁଁ ତ ମୋ ମୁଣ୍ଡ ଦିହ ଆଉ ଖରାପ ଯେ ଆଉ କିଛି କହିହେଉନି। ଘଟଣା କ'ଣ ହେଇଥିଲା? ମୁଁ ସବୁ କଥା କହୁଥିଲି। ମୋତେ ଟିକେ ଜ୍ୱର, ସବୁ କଥା କହୁଛି। ଆଜ୍ଞା, ମୁଁ 4 ପୁଅ ପାଇଁ 4 ବଖରା କରିଛି। ସେ ପୁଅ ଯାଇକିରି ଏ ଘରୁ ବାହାରିକିରି ସେ ଘରେ ଲେଖିଦେଇକି ଆମକୁ ବାଡ଼େଇକି ଯାଇକିରି ସେ ଘରେ ରହିଲା। ଯେବେ ରହିଲା ପୁଅଟା ରହୁ, ଆଉ ଯାଇକି ଲେଖିଦେଇକିରି ମୁଁ ଯେବେ ବାପା ମା' ସାଙ୍ଗେ ଗଣ୍ଡଗୋଳ କରିବି, ମୁଁ ଦଣ୍ଡ ପାଇବି, ଆଉ ମୁଁ ଯିବି ଭଡ଼ା ଘରକୁ। ସେଠି ଏମିତି ଲେଖିଦେଇକି ସାନ ପୁଅର ବାହାଘର କରିଥିଲି। ସେଥିପାଇଁ ସେଠି ଯାଇକି ରହିଲା, ତାକୁ କିଛି କହିପାରିଲିନି। ହେଲେ ହଉ, ପୁଅଟା ତ ଯେବେ ରହିଲା। ସେଠୁ ଏମିତି କରିକିରି ସେଠୁ ଆଉ ତ ପଇସା ପତ୍ର ହେଲା ନାହିଁ ଯେ ଆଉ ମୁଁ ସାଙ୍ଗେ ସାଙ୍ଗେ କରିପାରିଲି। ଗରମ ପାଣି ଆମେ ଘର କଲାବେଳକୁ, ଆରମ୍ଭ କଲାବେଳକୁ ଆମକୁ ଗରମ ପାଣି ଛାଟୁଛି। ଆଉ ସେ ପୁଅ ଯିଏ ଗରମ ପାଣି ତିଆରି କରୁଛି, ଆଉ ତା ପୁଅର ଆଉ ତା ସ୍ତ୍ରୀର ପାଣି ଛାଟୁଛନ୍ତି। ସିଏ ଆଉ ପୁଅ ଯିଏ ସେ ଆଉ ଉପରକୁ ବାହାରୁନି। ଏମିତି କରିକିଣି ଆମକୁ